ଗଳ୍ପଟିର ଶୀର୍ଷକ ଗାନ୍ଧୀଙ୍କୁ ବଞ୍ଚାଇ ରଖିଛି କିଏ? ମୁଁ ଶିକ୍ଷକଟିଏ। ଶିକ୍ଷକତା ମୋର ବୃତ୍ତି, ପ୍ରବୃତ୍ତି ନୁହେଁ। ଏକଥା ମୁଁ ସଦାବେଳେ ସମସ୍ତଙ୍କୁ ହସି ହସି କୁହେ। ସେଦିନ ବି ଚାକିରି କଥା ଉଠିଲାରୁ ମୁଁ ଏକଥା ଖୁବ୍ ନିର୍ଦ୍ୱନ୍ଦ୍ୱରେ ଘୋଷଣା କଲି। ଅବସର ଥିଲା ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ପୁରୁଣା ବନ୍ଧୁ ମିଳନର। ସମସ୍ତେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ଭଙ୍ଗୀରେ ଫେରିପଡ଼ି ଚାହିଁଲେ। ମୋ କଥାରେ ମୁଁ ଆହୁରି ଗୋଟିଏ ଧାଡ଼ି ଯୋଡ଼ିଲି। ଆମେ ଶିକ୍ଷକ ବୋଲି ଏ ଦୁନିଆକୁ ସୁଧାରିବା ଦାୟିତ୍ୱ କ'ଣ ଆମର ହିଁ? ମୋ ମୁହଁରୁ ଏତକ ଶୁଣିଦେଇ ମୋ ବନ୍ଧୁ ଗୋଷ୍ଠୀ ଏକାଥରକେ ଚିହିଁକି ଉଠିଲେ। ଅନେକ ଦିନରୁ ସେମାନଙ୍କ ମନ ଭିତରେ ଶିକ୍ଷକମାନଙ୍କ ପାଇଁ ବାନ୍ଧି ରଖିଥିବା ଦ୍ୱେଷକୁ ମିଳିମିଶି ଓଗାଳି ପକାଇଲେ ଘଡ଼ିକେ। କିଛି କହୁଥିଲେ, ଶିକ୍ଷକତାଠୁ ଅଧିକ ଲାଭବାନ ଚାକିରି କ'ଣ ବା ହେଇପାରେ? ଖଟଣି କମ୍, ଛୁଟି ଅଧିକ, ଦରମା ମଧ୍ୟ କିଛି କମ୍ ନୁହଁ। ଆଉ ଅଧେ କହୁଥିଲେ, କେବଳ କ'ଣ ଏତିକି? ସରକାରୀ ଯୋଜନାରେ ପିଲାଙ୍କ ପାଇଁ ଆସୁଥିବା ଚାଉଳ, ଡାଲି, ଅଣ୍ଡାଠାରୁ ଆରମ୍ଭ କରି ଡ୍ରେସ୍, ଛତା, ଜୋତା, ସାଇକେଲ ସବୁଠି ଶିକ୍ଷକଙ୍କ ଭାଗ। ଜାଣ, ଦରମା ଟଙ୍କାରେ ହାତ ନ ବଜେଇଲେ ବି ଚଳିବ। ମୁଁ ଚୁପ୍ ହୋଇ ସେମାନଙ୍କ କଥା ଶୁଣୁଥିଲି। କୌଣସି ମତାମତ ରଖିବା ପାଇଁ ଟିକିଏ ବି ଆଗ୍ରହ ହେଲାନି। କେବଳ ଈର୍ଷାରେ ଜଳି ପଡ଼ି ଯାଉଥିବା ସେମାନଙ୍କ ମୁହଁଟିମାନ ନିରେଖି ଚାହିଁଲି। ହସ ମାଡ଼ିଲା ମୋତେ। ଅନ୍ୟ ଲୋକମାନଙ୍କର ଏବଂ ବିଶେଷ କରି ମୋ ବନ୍ଧୁମାନଙ୍କର ଏଇ ଈର୍ଷା ମୋତେ କିଛି ପରିମାଣରେ ଶାନ୍ତି ଦିଏ। ମୋ ମନ ଭିତରେ ହୁତୁ ହୁତୁ ହୋଇ ଜଳୁଥିବା ନିଆଁରେ ପାଣି ଛିଟାର କାମ କରେ। ମନ ଭିତରର ଏ ଜ୍ୱଳନ ମୋର ଅନେକ ବର୍ଷର। ସତରେ ଏ ପାଣ୍ଡୁ କ'ଣ ମୋ ଠାରୁ ଅଧିକ ଭଲ ପାଠ ପଢ଼ୁଥିଲା? ସେ ଯଦି ଡାକ୍ତରୀ ପାଠ ପଢ଼ି ପାରିଲା, ତେବେ ମୁଁ କାହିଁକି ନୁହେଁ? ଉଚ୍ଚ ଜାତିରେ ଜନ୍ମ ହେଲେ କ'ଣ ହେଲା? ଆର୍ଥିକ ଦୃଷ୍ଟିକୋଣରୁ ଆମ ପରିବାର ଯେ ଖୁବ୍ ଦୁସ୍ଥ। କେଉଁଠୁ ଆସିଲା ଏ ରିଜର୍ଭେସନ୍ ପ୍ରଥା? କିଏ ତା'ର ଜନକ? ଇଚ୍ଛା ତ ହୁଏ ଭେଟ ହୁଅନ୍ତା କି ସେଇ ମଣିଷଟିଏ ସହିତ ଥରେ, ଛୁରୀ ଚଲେଇ ଦିଅନ୍ତି। ହଁ, ଏତକ କରିପାରିଲେ କାଳେ ଲିଭି ଯାଇପାରନ୍ତା ମୋ ହୃଦୟର ଦିନରାତି ଜଳୁଥିବା ଏ ଅବ୍ୟକ୍ତ ଦୁଃଖଙ୍କର ଜ୍ୱଳନ। ମୋ ମନ ଭିତରେ ବସା ବାନ୍ଧି ରହିଥିବା ବର୍ଷ ବର୍ଷର ଅବଶୋଷମାନଙ୍କୁ ମିଳିଯାଆନ୍ତା ଏକ ମୁକ୍ତିର, ପ୍ରାପ୍ତିର ଉଛୁଳ ଆନନ୍ଦ। ସେଦିନ ପ୍ରଥମ ପିରିୟଡ଼ ସରିଲା। ପର ପିରିୟଡ଼ଟି ମୋର ଲିଜର ଥିଲା। ମୁଁ ବସିଥିଲି ଷ୍ଟାଫ୍ କମନ୍ ରୁମ୍ରେ। ହାତରେ ନୋଟିସ୍ ଖାତାଟିକୁ ଧରି ପହଞ୍ଚିଲା ମନୋଜ। ଆମ ସ୍କୁଲରେ ନୂଆ ନୂଆ ଯୋଗ ଦେଇଥିବା କିରାଣୀ କମ୍ ପିଅନ୍। କହିଲା, ନୋଟିସ୍ ପଢ଼ି ଦସ୍ତଖତ କରନ୍ତୁ। ମୁଁ ପଢ଼ିଗଲି ଅମୂଳଚୂଳ। ବିଷୟବସ୍ତୁ ଥିଲା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଉପଲକ୍ଷେ ସରକାରଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମା ନେଇ ଆଲୋଚନା ତଥା ତତ୍ ସମ୍ପର୍କିତ ଆୟୋଜନର ସୁଚାରୁ ସମ୍ପାଦନା ପାଇଁ ଶିକ୍ଷକଙ୍କ ଭିତରେ କାର୍ଯ୍ୟ ବଣ୍ଟନ। ସମୟ ଉଲ୍ଲେଖ କରାଯାଇଥିଲା ମଧ୍ୟାହ୍ନ 3ଟା। ଘଣ୍ଟାଏ କାଳ କେଉଁ ବା ମିଟିଂ ଚାଲିବ? ଆଜି ତେବେ 4ଟା ପୂର୍ବରୁ ଛୁଟି ହେବାର ସମ୍ଭାବନା ଅଛି। ହଁ, ଅଧଘଣ୍ଟାଏ ପୂର୍ବରୁ ଯଦି ବି ଛୁଟି ମିଳିଥାଏ, ତେବେ ଗାଡ଼ି କାମଟା ଆରାମରେ ସାରିଦେଇ ହେବ। ଦସ୍ତଖତ ଦେଲାବେଳେ ଗୋଟାଏ ଈଷତ୍ ହସ ଚହଲିଗଲା ମୋ ମୁହଁରେ। ଧାର୍ଯ୍ୟ ସମୟରେ ମିଟିଂ ଆରମ୍ଭ ହେଲା। ପ୍ରଧାନ ଶିକ୍ଷକଙ୍କ ମୁହଁ ଦିଶୁଥିଲା ଖୁବ୍ ଗମ୍ଭୀର। ସଭା ଆରମ୍ଭ ହେଉ ହେଉ ଖୁବ୍ ଅଧୈର୍ଯ୍ୟ ସ୍ୱରରେ ସେ କହିବାକୁ ଆରମ୍ଭ କଲେ, ସବୁଦିନ ଉପର ମହଲାରୁ ଗୋଛାକୁ ଗୋଛା ଚିଠି ପହଞ୍ଚୁଛି। ଆଜି ଏଇଆ ପାଳନ ହେବ, କାଲି ସେଇଆ ପାଳନ ହେବ। ଆଜି ପିଲାଙ୍କ ପାଇଁ ଏଇ ବ୍ୟବସ୍ଥା କର ତ କାଲି ପୁଣି ସେଇ ବ୍ୟବସ୍ଥାକୁ ନାକଚ କରି ଅନ୍ୟ ବ୍ୟବସ୍ଥା କର। ମଣିଷ କରିବ ତ କ'ଣ କରିବ? ଏ ବର୍ଷ ତ ଗାନ୍ଧୀଙ୍କର 150ତମ ଜନ୍ମ ଜୟନ୍ତୀ ପୂର୍ତ୍ତିର ଅବସର। ନେତା, ମନ୍ତ୍ରୀ ସମସ୍ତେ ସେମାନଙ୍କର ନିଜ ନିଜ ଭାବମୂର୍ତ୍ତି ଉଜ୍ଜ୍ୱଳ କରିବା ନେଇ ଖୁବ୍ ତତ୍ପର। ତେଣୁ ସ୍କୁଲମାନଙ୍କୁ ସେମାନଙ୍କର କଡ଼ାକଡ଼ି ନିର୍ଦ୍ଦେଶନାମା। 7 ଦିନ ଧରି ପିଲାମାନଙ୍କ ମଧ୍ୟରେ ଚାଲିବ ଗାନ୍ଧୀଙ୍କ ଆଦର୍ଶ ଜୀବନୀ ସଂଘର୍ଷକୁ ନେଇ ନାନା ଧରଣର ପ୍ରତିଯୋଗିତା। ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ହେଲା, ସ୍କୁଲ ହତାର ବାହାରେ ତଥା ଦୃଶ୍ୟମାନ ହେଉଥିବା ସ୍ଥାନରେ ଗାନ୍ଧୀଙ୍କର ଏକ ଆକର୍ଷଣୀୟ ତୈଳଚିତ୍ର ଅଙ୍କନ କରାଯିବ। ପ୍ରଧାନ ଶିକ୍ଷକ ମୋ ଆଡ଼କୁ ଦୃଷ୍ଟି ନିକ୍ଷେପ କରି କହିଉଠିଲେ, ମିଶ୍ରବାବୁ, ଏଥର ସବୁ ଦାୟିତ୍ୱ ଦୟାକରି ଆପଣ ବହନ କରନ୍ତୁ। ତାଙ୍କ ଚାହାଣୀରେ ଅନେକ ଆଶା ଓ ପ୍ରତ୍ୟାଶାର ଭାବ ଝଲସୁଥିଲା। ମୋର ଯଦିଓ ଏ କାମରେ ତିଳେ ହେଲେ ସ୍ପୃହା ନଥିଲା, ତେବେ ସରକାରୀ ଚାକିରି କରିଛି ଯେତେବେଳେ ଭାବିଦେଇ ଚୁପ୍ ରହିଲି। ମୋ ନୀରବତାକୁ ମୋର ସ୍ୱୀକୃତି ଭାବି ପ୍ରଧାନ ଶିକ୍ଷକ ମହାଶୟ ଯେ ଏକଦମ୍ ଅଶ୍ୱସ୍ତ ହୋଇ ଉଠିଲେ, ଏକଥା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା। ଗାନ୍ଧୀ ଜୟନ୍ତୀ ରହିଲା ଆଉ ମାତ୍ର 7 ଦିନ। ସବୁ କାମ ଏକୁଟିଆ ଜଣେ କରିବା ଖୁବ୍ କଷ୍ଟକର।
ଅନ୍ୟମାନେ ସମସ୍ତେ ଯେ ମିଶ୍ର ବାବୁଙ୍କ ଏହି ଆୟୋଜନର ସଫଳତା ପାଇଁ ସବୁ ପ୍ରକାର ସହଯୋଗ କରିବେ ଏତିକି ନିବେଦନ। ଏତକ ଗୋଟିଏ ନିଶ୍ୱାସରେ କହିଗଲେ ପ୍ରଧାନ ଶିକ୍ଷକ ମହୋଦୟ। ଏହା ସହିତ ପୁଣି ଯୋଡ଼ିଲେ ଆହୁରି କିଛି କଥା, ଯେମିତିକି ଆଜିକାଲି ମନ୍ତ୍ରୀଙ୍କଠୁ ନେଇ ପିଅନ ଯାଏ ସମସ୍ତଙ୍କ ନଜର କେବଳ ଶିକ୍ଷକ ଜାତିଙ୍କ ଉପରେ। ସବୁ କଟାକ୍ଷ, ସବୁ ବିଦ୍ରୂପ କେବଳ ସେମାନଙ୍କ ପାଇଁ। ଏ ଦୁନିଆ ସାରାର ସବୁ କାମକୁ ଫୋପାଡ଼ି ଚାଲିଛନ୍ତି ସେମାନଙ୍କ ଉପରେ। ବିଧି ବ୍ୟବସ୍ଥା ନାଁରେ ଲଦି ଚାଲିଛନ୍ତି ଶିକ୍ଷାଦାନ ଭିନ୍ନ ଅନ୍ୟ ସମସ୍ତ ପ୍ରକାର କାମ। ତଥାପି କ'ଣ ରକ୍ଷା ଅଛି? ଏ ମିଡ଼ିଆବାଲାଙ୍କ ପାଇଁ ତ ଆମେ ଶିକ୍ଷକ ସମାଜ ଯେମିତି ମନୋରଞ୍ଜନର ମାଧ୍ୟମ। ନିୟମିତ ଏ ସମାଜକୁ ବ୍ୟଙ୍ଗ କରିବା ଯେପରି ସେମାନଙ୍କ ଜନ୍ମସିଦ୍ଧ ଅଧିକାର, ତାହା ହିଁ ତାଙ୍କର ଧାରଣା। ତେଣୁ ଯେମିତି ଆମର କୌଣସି ଭୁଲ ଭଟକା ରହି ନ ଯାଏ, ଆମେ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚୟ ସୁରୁଖୁରୁରେ କାମଟି ହେଇଯାଇପାରିବ। କହିସାରି ସଭା ସାଙ୍ଗ ହେବାର ଘୋଷଣା କଲେ ପ୍ରଧାନ ଶିକ୍ଷକ ମହୋଦୟ। ମୁଁ ବାହାରୁ ଗମ୍ଭୀର ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ବିବ୍ରତ ହେଇ ଉଠିଲି। ଆରେ, ଏ ହେଡ଼ମାଷ୍ଟର ମହାଶୟ କ'ଣ ମୋ ଉପରେ ଦାୟିତ୍ୱ ସବୁ ଅଜାଡ଼ି ପକାଇଲେ? କାହିଁ ଟଙ୍କା ପଇସା କଥା ତ କିଛି କହିଲେନି। ମୁଁ କ'ଣ ମୋ ହାତରୁ ଖର୍ଚ୍ଚ କରି ଏସବୁ କାମ କରିବି ନା କ'ଣ? କିଛି ସମୟ ଅପେକ୍ଷା କଲି। ସହକର୍ମୀମାନେ ଯେ ଯାହାର ଯାଇସାରିଲା ପରେ ତାଙ୍କ ପାଖକୁ ଯାଇ ଧୀରେ କରି ପଚାରିଲି, ସାର୍, ଏସବୁ ପାଇଁ ପୁଣି ଖର୍ଚ୍ଚ ବାର୍ଚ୍ଚ ଅଛି ନା ନାହିଁ? କେବଳ ସେଇ ପେଣ୍ଟିଂ ଖର୍ଚ୍ଚ ତ କାହିଁ କେତେ ଅଧିକ ହେବ। ଆପଣ ସେ ବିଷୟରେ କିଛି କହିଲେନି ଯେ? ପ୍ରଧାନ ଶିକ୍ଷକଙ୍କ ମୁହଁ ବିକଳ ଦେଖାଗଲା। କହି ଉଠିଲେ, ଆରେ ମିଶ୍ରବାବୁ, କ'ଣ ବା କହିବି ଆପଣଙ୍କୁ? ସେ ଚିଠିରେ ଲେଖା ଅଛି ଏସବୁ ବାବଦରେ 500 ଟଙ୍କା ପ୍ରତି ସ୍କୁଲକୁ ଦିଆଯିବ। ତେବେ ଆପଣ କ'ଣ ଜାଣିନାହାନ୍ତି ସରକାରୀ ପଇସା କଥା? ଏଯାଏଁ ଟଙ୍କାଟିଏ ଆସିନି। ସେ କେବେ ଯେ ଆସିବ ବା ନାହିଁ ତାର କୌଣସି ଠିକଣା ହିଁ ନାହିଁ। କାମ କିନ୍ତୁ ତାଙ୍କୁ ନିର୍ଭୁଲ ଦରକାର। ଏବେ ଏତକ ରଖିଥାନ୍ତୁ କହି ନିଜ ପକେଟରୁ 500 ଟଙ୍କିଆ ନୋଟଟିଏ ଗୁଞ୍ଜିଦେଲେ ମୋ ସାର୍ଟ ପକେଟରେ। ମୁଁ ବିନା ଦ୍ୱିଧାରେ ଗ୍ରହଣ କରିନେଲି ସେତକ ଟଙ୍କା। ତଥାପି ମୋ ମନ କହୁଥିଲା ଏତକ ଟଙ୍କାରେ ଏସବୁତକ ଖର୍ଚ୍ଚ ହେବା ଏକବାରେ ଅସମ୍ଭବ। କେବଳ ତୈଳଚିତ୍ରର ଖର୍ଚ୍ଚ ହିଁ ବୋଧହୁଏ ଥିବ 500ରୁ ଅଧିକ। ତାପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କ ପାଇଁ ପୁରସ୍କାର। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କାମ ସବୁକୁ ତୁଲାଇବାକୁ ପଡ଼ିବ ଭାବି ମୋ ମନ ଖୁବ୍ ଖରାପ ହେଇଗଲା ସେଦିନ। ଗାଡ଼ିର କାମ କରିବାକୁ ମଧ୍ୟ ଆଗ୍ରହ ହେଲାନି। ତେଣୁ ଗାଡ଼ି ମରାମତି କାମକୁ ଅନ୍ୟ ଏକ ଛୁଟିଦିନ ପାଇଁ ଘୁଞ୍ଚାଇ ଦେଇ ଘରକୁ ଫେରିଲି। ଅନ୍ୟ ଦିନ ଅପେକ୍ଷା ଯଦିଓ 15 ମିନିଟ୍ ପୂର୍ବରୁ ଘରକୁ ପହଞ୍ଚିଲି, ତଥାପି ମନଟା କିନ୍ତୁ ଖୁବ୍ ଭାରାକ୍ରାନ୍ତ ଥିଲା। ମନ ଭିତରୁ କେହି ଯେମିତି କହୁଥିଲା, ମିଶ୍ରବାବୁ, ତୁମେ ତ ଭଲ ହରଡ଼ଘଣାରେ ପଡ଼ିଛ। କାମ ବି କରିବ, ତା ପୁଣି ହାତରୁ ପଇସା ଖର୍ଚ୍ଚ କରି। ଶେଷରେ ପ୍ରଶଂସା ଟିକକ ତ ମିଳିବ କି ନା ସନ୍ଦେହ। ତେବେ କିଛି ଭୁଲ ଭଟକା ଯଦି ରହିଯାଏ, ତେବେ ଉପହସିତ ହେବ ନିଶ୍ଚିତ। ଆଃ, କି ଏ ଦୟନୀୟ ଅବସ୍ଥା ଏ ଶିକ୍ଷକଙ୍କର। ତଥାପି ଲୋକଙ୍କର ଶିକ୍ଷକମାନଙ୍କ ଉପରେ କେତେ ଯେ ଈର୍ଷା। ହଁ, ଦୂର ପାହାଡ଼ ସୁନ୍ଦର ଦିଶେ। କ'ଣ ଆଉ କିଏ ମିଛରେ କହିଥିଲେ? ଏ ଘଟଣାର 2 ଦିନ ପରର କଥା। ସନ୍ଧ୍ୟାରେ ଘରର ତେଜରାତି ଜିନିଷ ଆଣିବା ପାଇଁ ପାଖ ବଜାରକୁ ଯାଇଥିଲି। ଅଳ୍ପ ସମୟ ହେଇଛି କି ନାହିଁ, ଫୋନ୍ ରିଂ ହେଲା। ଧର୍ମପତ୍ନୀଙ୍କର ଫୋନ୍। ନ ଉଠାଇବା କେଉଁ ଚାରା ଅଛି? କହିଲେ, ତୁମର ଜଣେ ପୁରୁଣା ଛାତ୍ର ତା ଭଉଣୀ ବାହାଘର ପାଇଁ କାର୍ଡ଼ ଦେବାକୁ ଆସିଛି। ତୁମକୁ ଭେଟିବା ପାଇଁ ଅପେକ୍ଷା କରିଛି। କହୁ କହୁ ଫୋନ୍ କାଟି ସାରିଥିଲେ ପତ୍ନୀ ମହାଶୟା। ଅଗତ୍ୟା ମୋତେ ଯଥାଶୀଘ୍ର ଘରକୁ ଫେରିବାକୁ ପଡ଼ିଲା। ଦେଖିଲି ଡ୍ରଇଂ ରୁମ୍ରେ ପିଲାଟିଏ ମୁଣ୍ଡ ତଳକୁ କରି ମୋତେ ଅପେକ୍ଷା କରି ବସିଛି। ମୁହଁଟି ଚିହ୍ନା ଚିହ୍ନା, ନାଁ କିନ୍ତୁ ଅନେକ ଚେଷ୍ଟା ପରେ ବି ମନେ ପଡ଼ିଲାନି। ଶିକ୍ଷକଙ୍କର କେବଳ 2ଟି ଗୋଷ୍ଠୀର ପିଲା ମନେ ରହନ୍ତି। ଗୋଟିଏ ତାଙ୍କ ବିଷୟରେ ଭଲ ପାଠ ପଢ଼ୁଥିବା ପିଲା ଏବଂ ଦ୍ୱିତୀୟ ଗୋଷ୍ଠୀ ହେଲେ ଦୁଷ୍ଟାମିରେ ପ୍ରସିଦ୍ଧି ପାଇଥିବା ପିଲା। ଏ ପିଲାଟି ବୋଧେ ଏ ଭିତରୁ କୌଣସି ଗୋଷ୍ଠୀର ନଥିଲା। ତାକୁ ଦେଖିଲା ପରେ ତା ନାଁଟି ମନେ ପକାଇବା ପାଇଁ ମୁଁ ବାରମ୍ବାର ଚେଷ୍ଟା କରୁଥିଲି, କିନ୍ତୁ ବାରମ୍ବାର ଅସଫଳ ହେଉଥିଲି। ମୋ ପ୍ରୟାସ ଜାରି ଥିଲା। ପିଲାଟି ବାଧ୍ୟ ହୋଇ ବସିବା ଜାଗାରୁ ଉଠି ଆସି ମୋ ଗୋଡ଼ ଛୁଇଁ ପ୍ରଣାମ କଲା। ମୁଁ ପଚାରିଲି, ତୁମେ କେଉଁ ବ୍ୟାଚ୍ରେ ମେଟ୍ରିକ୍ ଦେଇଥିଲ କହିଲ? ପିଲାଟି ସମ୍ଭ୍ରମତା ସହକାରେ କହିଲା, ଆପଣ ତ ବର୍ଷକୁ ବର୍ଷ ଶହ ଶହ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସାର୍। କେତେ ଜଣଙ୍କୁ ବା ମନେ ରଖିବେ? ଏ ଭିତରେ ହଜାର ହଜାର ପିଲାଙ୍କୁ ପଢ଼ାଇ ସାରିଥିବେ। ମୋର ମ୍ୟାଟ୍ରିକ୍କୁ ହେଇଗଲାଣି 5 ବର୍ଷ। ଓଃ, ତୁମ ନାଁଟା ଟିକେ କହିଲ? ରାଜେଶ। ହଁ ହଁ, ମନେ ପଡ଼ିଲା, ରାଜେଶ ମୁଣ୍ଡା ନା? ହଁ ସାର୍, ଠିକ୍ ମନେ ପକାଇଲେ। ଫର୍ମ ଫିଲ୍ଅପ୍ ପାଇଁ ଯୋଗାଡ଼ କରି ପାରିନଥିଲି 50 ଟଙ୍କା ସେଦିନ।
ଫର୍ମ ଫିଲଅପ୍ ପାଇଁ ଯୋଗାଡ଼ କରିପାରିନଥିବା 50 ଟଙ୍କା ସେଦିନ ଯଦି ଆପଣ ମୋତେ ଦେଇନଥାନ୍ତେ ତେବେ ଆଜି ମୋ ପାଖରେ ମେଟ୍ରିକ୍ ସାର୍ଟିଫିକେଟ୍ ଟିକେ ନଥାନ୍ତା। ଆରେ ସେ କଥା ଛାଡ଼, ତୁମ ବାପା କେମିତି ଅଛନ୍ତି ସେ କଥା କୁହ। ମୋର ମନେ ପଡ଼ୁଛି ତୁମ ବାପାଙ୍କ ଦେହ ଖରାପ ଥିବା ଯୋଗୁଁ ତୁମେ ସ୍କୁଲ ଆସିପାରୁନଥିଲ, ତଥାପି 2nd ଡିଭିଜନ ନେଇ ଆସିଥିଲ ପରୀକ୍ଷାରେ। ତୁମ ରେଜଲ୍ଟ ଶୁଣି ଖୁସି ଲାଗିଥିଲା ମୋତେ। ସାର୍, 2 ବର୍ଷ ହେଲା ବାପା ଆରପାରିରେ। ଘରେ ମା ଓ 2ଟି ଭଉଣୀ। ସେମାନଙ୍କ ଦାୟିତ୍ୱ ମୋ ଉପରେ। ଗୋଟିଏ ଭଉଣୀର ବାହାଘର କରୁଛି, ଆଉ ରହିଲା ମାତ୍ର 20 ଦିନ। ଆଗକୁ ପଢ଼ାପଢ଼ି କଲ ନା ନାହିଁ? ତୁମର ସ୍କୁଲ ଛାଡ଼ିବା ପରେ ମୁଁ ତୁମକୁ ଆଉ ଥରୁଟିଏ ବି ଭେଟିନି। ତୁମେ କ'ଣ ଆଉ ଏଠି ରହୁନ? ସାର୍, ଆଗକୁ ପଢ଼ିବା ପାଇଁ ଇଚ୍ଛା ତ ଥିଲା, ତେବେ ସମ୍ଭବ ହେଇପାରିଲାନି। ବାପାଙ୍କ ଦେହ ଆଉ ଭଲ ହେଇପାରିଲାନି। ତାଙ୍କର ଯେଉଁ ଛୋଟ ଫଟୋ ବାଇଣ୍ଡିଂ ଦୋକାନ ଥିଲା, ତାକୁ ସମ୍ଭାଳି ଯାହା ରୋଜଗାର ହେଲା ସେଇ ଟଙ୍କାରେ ଘର ଚଳେଇବାକୁ ପଡ଼ିଲା। ତା ଉପରେ ପୁଣି ବାପାଙ୍କର ଔଷଧ ଖର୍ଚ୍ଚ, ଅଧିକ ପଢ଼ିବାର ଅବକାଶ ହିଁ ନଥିଲା। ଏବେ କ'ଣ ସେଇ ଦୋକାନରେ? ନା ସାର୍, ସାର୍ଟିଫିକେଟ୍ ଦାୟରେ ଛୋଟ ବ୍ୟବସାୟିକ ଋଣଟିଏ କରି ସେଇ ଟଙ୍କାରେ ଏଇ ପାଖ ଟାଉନରେ ଗୋଟେ ଆର୍ଟ କୋଚିଂ ସେଣ୍ଟର ତଥା ଫଟୋ ବାଇଣ୍ଡିଂ ସପ୍ ଖୋଲିଛି। ଭଉଣୀମାନଙ୍କ ଦାୟିତ୍ୱ ସରିଗଲା ପରେ ଦୋକାନକୁ ଟିକେ ବଡ଼ ଧରଣର କରି ବଢ଼େଇବାର ଯୋଜନା କରିଛି। ପିଲାମାନଙ୍କର ଏଭଳି ଅଗ୍ରଗତି ଦେଖିଲେ ସତରେ ପୁରି ଉଠେ ମନ। ଖୁବ୍ ଆଗକୁ ଯାଅ। ହଠାତ୍ ମନେ ପଡ଼ିଲା ଗାନ୍ଧୀଙ୍କର ତୈଳଚିତ୍ର କଥା। ପଚାରିଲି, ଆଚ୍ଛା, ତୁମେ କ'ଣ କାନ୍ଥରେ ତୈଳଚିତ୍ର ଆଙ୍କିପାରିବ? ରାଜେଶ ଖୁବ୍ ଆଗ୍ରହରେ ଉତ୍ତର ଫେରିଲା, ହଁ ସାର୍। କେଉଁଠି କରିବାକୁ ଚାହୁଁଛନ୍ତି କହୁନାହାନ୍ତି? କହିଲି, ସ୍କୁଲ ହତାରେ ଗାନ୍ଧୀଙ୍କର ଗୋଟେ ତୈଳଚିତ୍ର ଆଙ୍କିବାର ଥିଲା, ଗାନ୍ଧୀ ଜୟନ୍ତୀ ପୂର୍ବରୁ। ଏବେ କ'ଣ ତୁମେ ସମୟ ଦେଇପାରିବ? ରାଜେଶ ହସିଦେଇ କହିଉଠିଲା, ଏମିତି କାହିଁକି କହୁଛନ୍ତି ସାର୍? ମୁଁ କାଲି ହିଁ ସ୍କୁଲରେ ଆସି ପହଞ୍ଚୁଛି। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ଏତକ କହୁ କହୁ ହାତକୁ ମୋର ବଢ଼ାଇ ଦେଲା ନିମନ୍ତ୍ରଣ ପତ୍ରଟିଏ। କହିଲା, ଭଉଣୀ ବାହାଘରକୁ ଆସିବେ ନିଶ୍ଚୟ। ଯିବା ପାଇଁ ଗୋଡ଼ କାଢ଼ିଲା ରାଜେଶ। ମୁଁ ତାକୁ ବାଟ ଯାଏଁ ବଳାଇ ଦେବାକୁ ଗଲି। ଏତେ ଦିନ ପରେ ଭେଟ ହେଇ କଥାବାର୍ତ୍ତା ହେବା ପରେ ତା ପ୍ରତି ପୁଣି ଥରେ ମମତା ଭାବ ଜାଗି ଉଠୁଥିଲା ମୋର। ଭାବିଲି, ତାର ପାରିଶ୍ରମିକ ବାବଦରେ ବୁଝିନେବା ଉଚିତ ହେବ। ଏତେ କମ୍ ବୟସରେ ଭଉଣୀର ବାହାଘର ପରି ଦାୟିତ୍ୱ ତୁଲାଉଛି। ଟଙ୍କାର ଖୁବ୍ ପ୍ରୟୋଜନ ଥିବ ନିଶ୍ଚୟ। ପଚାରିଲି, ଆଚ୍ଛା, ତୁମ ପାଉଣା କଥା ତ କହିଲନି। ଏମିତି ସବୁ ପେଣ୍ଟିଂ ପାଇଁ କେତେ ଟଙ୍କା ନିଅ? ସେ ହସିଲା, କହିଲା, ଟଙ୍କା ତ ଗ୍ରାହକଙ୍କ ପାଖରୁ ନିଆଯାଏ, ଈଶ୍ୱରଙ୍କ ପାଖରୁ ନୁହେଁ। ଏମିତି କୁହନି, ଏ ତ ସରକାରୀ ଅର୍ଡ଼ର। ପଇସା ବି ସରକାରଙ୍କ ପାଖରୁ ହିଁ ଆସିବ। ତୁମେ ନେବନି କାହିଁକି? ମୁଁ ମୋ ହାତରୁ ଦେଉଛି କି? କିଛି କ୍ଷଣ ଅଟକି ଯାଇ ପୁଣି କହିଲି, ତୁମ ପାଉଣା ବିଷୟରେ ନ ଜାଣିଲେ ମୁଁ ତ ତୁମକୁ ସେ କାମ ଦେଇପାରିବିନି। ଖୁବ୍ ବାଧ୍ୟବାଧକତା ପରେ ରାଜେଶ କହିଲା, ଏସବୁ ତୈଳଚିତ୍ର ପାଇଁ ପାରିଶ୍ରମିକ ପାଖାପାଖି 1000 ଟଙ୍କା, ରଙ୍ଗ ଖର୍ଚ୍ଚ ପାରିଶ୍ରମିକକୁ ମିଶାଇ। ମୋ ପାଖରୁ ଅନୁମତି ନେଇ ଚାଲିଗଲା ରାଜେଶ। ମୁଁ ପୁଣି ଥରେ ଦ୍ୱନ୍ଦ୍ୱରେ ପଡ଼ିଲି ଟଙ୍କାକୁ ନେଇ। ନିଜକୁ ଉତ୍ତର ଫେରେଇଲି, ଦେଖିବା ଯାହା ହେବ। ପରଦିନ ସ୍କୁଲକୁ ଠିକ୍ 10:30 ବେଳେ ମୁଁ ହିଁ ପହଞ୍ଚି ଯାଇଥିଲା ରାଜେଶ। ତାକୁ ଦେଖେଇ ଦିଆଗଲା ଜାଗା। ଆମ ଶିକ୍ଷକମାନଙ୍କ ସାଧାରଣ ପ୍ରକୋଷ୍ଠର ବାହାର କାନ୍ଥ। ଜାଗାଟି ଯେହେତୁ ଖୁବ୍ ଭଲ ଭାବରେ ଦେଖାଯାଉଥିଲା ସ୍କୁଲ ମୁଖ୍ୟ ଦ୍ୱାରକୁ ଓ ତା ପାଖରେ ଲମ୍ବି ଯାଇଥିବା ରାସ୍ତାକୁ, ନିତିଦିନ ଯେମିତି କ୍ଲାସ୍ ଚାଲେ ସେମିତି ହିଁ ଚାଲିଲା। ତେବେ ତା ହାତର କାରିଗରୀ ଏତେ ଚମତ୍କାର ଥିଲା ଯେ ପ୍ରତ୍ୟେକ ଶିକ୍ଷକ କ୍ଲାସ୍ ଯିବା ଓ ଫେରିବା ବେଳେ ସେଇ ପାଖରେ ଘଡ଼ି ଅଟକି ରହିଲେ। ଚିତ୍ର ଅଙ୍କା ସରିବା ବେଳକୁ ସମସ୍ତଙ୍କ ମୁହଁରେ ଗୋଟିଏ ହିଁ କଥା, ଆରେ ବାଃ! ଚିତ୍ରଟିକୁ ଦେଖି ଅବାକ୍ ରହିଗଲୁ ଆମେ। ସତେକି ଗାନ୍ଧୀ ତାଙ୍କର ଆଣ୍ଠୁ ଲୁଚୁ ନଥିବା ଧୋତି ଓ ବାଡ଼ି ଧରି ଅକସ୍ମାତ୍ ପଶି ଆସିଲେ ସ୍କୁଲକୁ। ଭୟରେ ଥରି ଉଠିଲା ଛାତି, ପୁଣି ବିନମ୍ରତାରେ ନଇଁଗଲା ବି ମୁଣ୍ଡ। ଏମିତି ହିଁ ନିଷ୍ଠାବାନ ମଣିଷଟିଏର ଅଚାନକ ସାନ୍ନିଧ୍ୟରେ ଭୟ ପାଇ ଥରି ଉଠେ ଜାଣି ଜାଣି ଭୁଲକୁ ଲୁଚାଇ ଭଲ ମଣିଷର ଅଭିନୟ କରୁଥିବା ମଣିଷର ଛାତି। ରାଜେଶ ଖୁବ୍ ନମ୍ର ଭାବରେ ପଚାରିଲା, ସାର୍, ଠିକ୍ ହେଇଛି ନା? ମୁଁ ତା ପିଠିକୁ ଥାପୁଡ଼େଇ କହିଲି, ଆରେ, ତୁମ ଭିତରେ ଏତେ କଳା ରୁଚି ରହିଥିଲା, ଆମେ ତ ତୁମର ଶିକ୍ଷକ ଏହି କଥା କେବେ ଜାଣିପାରି ନଥିଲୁ। ଚିତ୍ରଟି ତ ଚିତ୍ର ନୁହେଁ, ବରଂ ସତ ସତିକା ଗାନ୍ଧୀ ହିଁ। ଚମତ୍କାର ଶବ୍ଦଟି କମ୍ ପଡ଼ିବ ଏଠି। ଏତକ କହି ବଢ଼ାଇ ଦେଲି 2ଟି 500 ଟଙ୍କିଆ ନୋଟ୍। ରାଜେଶ ନା ନା କହି ଘୁଞ୍ଚିଗଲା 10 ପାଦ ପଛକୁ। ମୁଁ ହସିଦେଇ କହିଲି, ଆରେ, ଏମିତି କାହିଁକି ହେଉଛ? ମୁଁ କ'ଣ ଆପଣଙ୍କ ପାଖରୁ ପଇସା ନେବି କି ସାର୍? ଇଏ ତ ତୁମ ପାରିଶ୍ରମିକର ମୂଲ୍ୟ, ତୁମେ ନେବନି କାହିଁକି ଯେ? ସାର୍, ଗାନ୍ଧୀ କହିଲେ ମୁଁ ବୁଝେ ଏକ ମୂଲ୍ୟବୋଧ, ଏକ ଆଦର୍ଶ।
ଯେଉଁ ମୂଲ୍ୟବୋଧକୁ ପାଇଛି ଆପଣମାନଙ୍କ ପାଖରୁ। ଏବେ ତା ପ୍ରତିବଦଳରେ ଟଙ୍କା ନେବି କେମିତି? ସେସବୁ ଠିକ୍ ଯେ, ତଥାପି ଏ ଯେଉଁ ସରଳ ନିରଳସ ମଣିଷଟିଏର ଚିତ୍ର ମୁଁ ଆଙ୍କିଛି, ତାଙ୍କୁ ସ୍ୱଚକ୍ଷୁରେ ଦେଖିବାର ସୌଭାଗ୍ୟ ଯଦିଓ ମୁଁ ପାଇନି, ତଥାପି ତାଙ୍କୁ ଅନୁଭବ କରିଛି। ଆପଣମାନଙ୍କ ମୁହଁରୁ ତାଙ୍କ ପାଇଁ ଶୁଣି ଆସିଥିବା ପ୍ରଶଂସାରୁ। ମୁଁ ତାଙ୍କୁ ଭେଟିଛି ଆପଣମାନଙ୍କ ଆଖିରେ। ତାଙ୍କ ବିଷୟରେ ପାଠ ପଢ଼ାଇବା ବେଳେ ଆପଣଙ୍କ ଆଖିର ଔଜ୍ଜ୍ୱଲ୍ୟ କହିଛି ଯେ ଏହି ଆଣ୍ଠୁ ଲୁଚୁ ନଥିବା ଖଦି ଧୋତି ପିନ୍ଧା ମଣିଷଟି ଜଣେ ଅସାଧାରଣ ବିରଳ ବ୍ୟକ୍ତିତ୍ୱ, ଯିଏ ଅସତ୍ୟ ବିରୁଦ୍ଧରେ ନୀରବରେ ସତ୍ୟାଗ୍ରହ କରିପାରେ, ଯିଏ ଯୁଦ୍ଧ ବଳରେ ନୁହେଁ ଅହିଂସା ବଳରେ ନିଜ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇ ଦେବାର ଆସ୍ପର୍ଦ୍ଧା ରଖିପାରେ। ଇଏ ଗାନ୍ଧୀ, ମୋହନଦାସ କରମଚାନ୍ଦ ଗାନ୍ଧୀ, ଯିଏ ସଶରୀରେ ଆମ ପାଖରେ ନଥିଲେ ମଧ୍ୟ ତାଙ୍କ ମୂର୍ତ୍ତି ଦେଖି ଆମ ମନ ଭିତରେ ଲୁଚି ରହିଥିବା ଦୋଷ ଦୁର୍ବଳତା ସବୁ ଭୟ ପାଆନ୍ତି। ଆମ ଅଜାଣତରେ ଆମେ ସଂଯମ ଆଚରଣ କରୁ। ମୋ ପାଇଁ ସେ ଓ ଆପଣ ସମାନ ସାର୍, ଉଭୟ ଆଦର୍ଶ ଓ ମୂଲ୍ୟବୋଧର ଦୁଇଟି ଭିନ୍ନ ନାଁ କେବଳ। ଆପଣଙ୍କର ଚିତ୍ରଟିଏ ଆଙ୍କିଦେଇ ମୁଁ କ'ଣ ପାରିଶ୍ରମିକ ନେବି? ତେବେ ଏହାକୁ ବା ନେବି କିପରି? ଆପଣ ଦୟାକରି ମୋତେ ବାଧ୍ୟ କରନ୍ତୁନି। ମୋ ହାତରୁ ବଢ଼ି ଆସିଥିବା 500 ନୋଟ୍ ଦୁଇଟିକୁ ମୁଁ ଫେରାଇ ନେଇ ଆସିଲି। ମୋ ମୁଣ୍ଡ ନଇଁଗଲା ତଳକୁ, କିଛି ରାଜେଶର ଉଦାରତା ଭାରରେ ଓ କିଛି ଶିକ୍ଷକତା ବୃତ୍ତିର ମୂଲ୍ୟବୋଧର ଚାପରେ। ଧନ୍ୟବାଦ।